ଆଜିର ଆଲୋଚନାକୁ ସ୍ୱାଗତ। ଆଜି ଆମେ ଗୋଟେ ବହୁତ ଗୁରୁତ୍ୱପୂର୍ଣ୍ଣ ଆଉ ଜଟିଳ ବିଷୟ ଉପରେ କଥା ହେବା, ଶୀତଳ ଯୁଦ୍ଧ ବା ଯାହାକୁ ଆମେ କୋଲ୍ଡ ୱାର୍ କହୁ। ଆମେ ଏହାର ଏକ ଗଭୀର ବିଶ୍ଳେଷଣ କରିବାକୁ ଯାଉଛେ। ଆମ ପାଖରେ ଯେଉଁ ଉତ୍ସ ଅଛି ସେଥିରେ କେବଳ ଘଟଣା ନୁହେଁ, ବରଂ ତାର କାରଣ, ଗୁପ୍ତ କୂଟନୀତି, ସାଧାରଣ ଲୋକଙ୍କ ଉପରେ ଏହାର ପ୍ରଭାବ ଆଉ ଦୀର୍ଘମିଆଦୀ ପରିଣାମ ଏସବୁ ବିଷୟରେ ଅଛି। ଆମର ଲକ୍ଷ୍ୟ ହେଉଛି ଏହି ଯେଉଁ ପାଖାପାଖି 50 ବର୍ଷର ସଂଘର୍ଷ ଥିଲା ତାକୁ ଟିକେ ଭଲ ଭାବେ ବୁଝିବା। କେମିତି ଆରମ୍ଭ ହେଲା ଏ ତିକ୍ତତା, କେଉଁ ରୂପ ନେଲା, ଆଉ ଶେଷରେ ଏହାର କିଛି ଅପ୍ରତ୍ୟାଶିତ ପରିଣାମ କ'ଣ ରହିଲା, ଆମେ ସେସବୁ ଦେଖିବା। ହଁ, ଆରମ୍ଭରୁ ଗୋଟେ କଥା ସ୍ପଷ୍ଟ କରିଦେବା ଦରକାର, ଏହାକୁ ଯୁଦ୍ଧ କୁହାଯାଏ ସତ, କିନ୍ତୁ ଆମେରିକା ଆଉ ସୋଭିଏତ ସଂଘ ଭିତରେ କୌଣସି ସିଧାସଳଖ ବଡ଼ ଧରଣର ସାମରିକ ଲଢ଼ାଇ ହୋଇନାହିଁ। ଏକଦମ ଠିକ୍ କଥା। ଏଇଟା ଥିଲା ଗୋଟେ ପରୋକ୍ଷ ଲଢ଼େଇ, ମାନେ ବୈଚାରିକ, ରାଜନୈତିକ, ଅର୍ଥନୈତିକ, ଏମିତି ଯେ ବୈଜ୍ଞାନିକ ସ୍ତରରେ ବି ଗୋଟେ ଶୀତଳ ଯୁଦ୍ଧ, ଯାହାର ଗରମ କିନ୍ତୁ ପୁରା ଦୁନିଆ ଅନୁଭବ କରୁଥିଲା। ଆଉ ଏହାର ମହତ୍ୱକୁ ଆଦୌ କମ୍ ଭାବି ହେବ ନାହିଁ। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରଠୁ, ମାନେ 1990 ଦଶକ ଆରମ୍ଭ ଯାଏ, ପାଖାପାଖି 45 ବର୍ଷ ଦୁନିଆର ପ୍ରାୟ ସବୁ କଥା ଏ ଦୁଇ ମହାଶକ୍ତିଙ୍କ ଦ୍ୱାରା ହିଁ ପ୍ରଭାବିତ ହେଉଥିଲା। ଦୁଇଟି ବିପରୀତ ଆଦର୍ଶ। ହଁ, ଗୋଟେ ପଟେ ପୁଞ୍ଜିବାଦୀ ଗଣତନ୍ତ୍ର, ଆରପଟେ ସାମ୍ୟବାଦୀ ଏକଦଳୀୟ ଶାସନ। ଏଇ ଦୁଇଟା ଚିନ୍ତାଧାରା କେବଳ ସରକାରଙ୍କ ନୀତି ନୁହେଁ, କୋଟି କୋଟି ଲୋକଙ୍କ ଜୀବନ, ସେମାନଙ୍କର ବିଶ୍ୱାସ, ଭବିଷ୍ୟତ ସବୁକୁ ପ୍ରଭାବିତ କରିଛି। ଆମ ପାଖରେ ଯେଉଁ ଉତ୍ସ ଅଛି ସେଥିରେ ସେ ସମୟର ସାଧାରଣ ଲୋକଙ୍କର ଅନୁଭୂତି ବି ଅଛି। ଠିକ୍ ଅଛି, ତାହେଲେ ଆସନ୍ତୁ କାରଣଗୁଡ଼ିକ ଭିତରକୁ ଯିବା। ସବୁଠୁ ମୂଳ କାରଣ, ଯେମିତି ଆପଣ କହିଲେ, ଆଦର୍ଶଗତ ମତଭେଦ। ଆମେରିକା ଆଉ ପଶ୍ଚିମ ଦେଶଗୁଡ଼ିକ କହୁଥିଲେ ବ୍ୟକ୍ତିଗତ ସ୍ୱାଧୀନତା, ଗଣତନ୍ତ୍ର, ମୁକ୍ତ ବଜାର। ଆଉ ସୋଭିଏତ ସଂଘ ଆଉ ତାର ସାଥୀ ଦେଶମାନେ କହୁଥିଲେ ସାମ୍ୟବାଦ କଥା, ରାଷ୍ଟ୍ରର ନିୟନ୍ତ୍ରଣ, ଏକଦଳୀୟ ଶାସନ, ସାମୂହିକତା ଉପରେ ଜୋର। ଆଉ ଦୁଇ ପକ୍ଷଯାକ ଭାବୁଥିଲେ ଯେ ନିଜ ନିଜର ବାଟଟା ହିଁ ଠିକ୍, ଆଉ ସେଇଟାକୁ ପୁରା ଦୁନିଆରେ ପ୍ରସାର କରିବାକୁ ଚାହୁଁଥିଲେ। ଏକଦମ ଗୋଟେ ମିଶନାରୀ ଭଳି ଉତ୍ସାହ ଥିଲା। ଆମ ଉତ୍ସଗୁଡ଼ିକରେ ଏକଥା ବାରମ୍ବାର ଅଛି। ଆଚ୍ଛା। ଆଉ ଏହି ଯେଉଁ ବୈଚାରିକ ଲଢ଼େଇ ଥିଲା, ଦ୍ୱିତୀୟ ବିଶ୍ୱଯୁଦ୍ଧ ପରର ସ୍ଥିତି ତାକୁ ଆହୁରି ବଢ଼େଇ ଦେଲା। ଯୁଦ୍ଧ ପରେ ୟୁରୋପର ଯେଉଁ ପୁରୁଣା ମହାଶକ୍ତି ଥିଲେ, ବ୍ରିଟେନ, ଫ୍ରାନ୍ସ, ଜର୍ମାନୀ, ସେମାନେ ସବୁ ଦୁର୍ବଳ ହୋଇଗଲେ। ହଁ, ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଥିଲେ ପ୍ରାୟ। ହଁ, ତ ଗୋଟେ ବଡ଼ ଶକ୍ତି ଶୂନ୍ୟତା, ମାନେ ପାୱାର ଭ୍ୟାକ୍ୟୁମ୍ ସୃଷ୍ଟି ହେଲା। ଆଉ ସେହି ଜାଗା ପୂରଣ କଲେ ଦୁଇ ନୂଆ ମହାଶକ୍ତି, ଆମେରିକା ଆଉ ସୋଭିଏତ ସଂଘ। ସେମାନେ ହିଁ ବିଶ୍ୱର ନୂଆ କର୍ତ୍ତା ଧର୍ତ୍ତା ହେଲେ। ଏହାର ପ୍ରତିଫଳନ ତ ୟୁରୋପର ବିଭାଜନରେ ଦେଖାଗଲା ନା? ଏକଦମ। 1946ରେ ଚର୍ଚ୍ଚିଲ ଯେଉଁ ଲୌହ ଯବନିକା ବା ଆୟନ କଟନ କଥା କହିଥିଲେ, ସେଇଟା ସତ ହେଲା। ପୂର୍ବ ୟୁରୋପ ଗଲା ସୋଭିଏତ ପ୍ରଭାବକୁ, ପଶ୍ଚିମ ୟୁରୋପ ରହିଲା ଆମେରିକୀୟ ପ୍ରଭାବରେ। ଆମର କିଛି ଉତ୍ସ କହୁଛି କେମିତି ସୀମା ପାଖ ଲୋକେ ଡରୁଥିଲେ ଗୋଟିଏ ରାତିରେ ପରିବାର ଅଲଗା ହୋଇଗଲେ। ବାପରେ! ଆଉ ଏଇ ବିଭାଜନ ଖାଲି ଭୂଗୋଳରେ ନଥିଲା, ସାମରିକ ଆଉ ଅର୍ଥନୈତିକ ସ୍ତରରେ ବି ଦୃଢ଼ ହେଲା। ଯେମିତି 1939ରେ ନାଟୋ ଗଠନ ହେଲା। ହଁ, ନର୍ଥ ଆଟଲାଣ୍ଟିକ୍ ଟ୍ରିଟି ଅର୍ଗାନାଇଜେସନ। ଆମେରିକା ଓ ତାର ପାଶ୍ଚାତ୍ୟ ସହଯୋଗୀ ମିଶିକଲେ ଏକ ସାମୂହିକ ପ୍ରତିରକ୍ଷା ମେଣ୍ଟ। ମୂଳ ଉଦ୍ଦେଶ୍ୟ ଥିଲା ସୋଭିଏତ ପ୍ରଭାବକୁ ରୋକିବା। ତାର ଜବାବରେ ସୋଭିଏତ ସଂଘ କ'ଣ କଲା? ସୋଭିଏତ ସଂଘ ବି ଚୁପ୍ ବସିଲାନି। 1955ରେ ନିଜ ସାଥୀ ଦେଶମାନଙ୍କୁ ନେଇ ୱାର୍ସୋ ପ୍ୟାକ୍ଟ କଲା। ତ ପୁରା ଦୁନିଆ ଦୁଇଟା ସଶସ୍ତ୍ର କ୍ୟାମ୍ପରେ ବାଣ୍ଟି ହୋଇଗଲା। ଆଉ ଅର୍ଥନୀତି କ୍ଷେତ୍ରରେ ସେଠି ବି ପ୍ରତିଯୋଗିତା ଥିଲା ନା? ନିଶ୍ଚୟ ଥିଲା। ଯୁଦ୍ଧରେ ଧ୍ୱଂସ ହୋଇଯାଇଥିବା ପଶ୍ଚିମ ୟୁରୋପକୁ ସହାୟ କରିବା ପାଇଁ ଆମେରିକା 1948ରେ ଆଣିଲା ମାର୍ଶାଲ ଯୋଜନା। ଏଟା ଖାଲି ଟଙ୍କା ପଇସା ଦେବା କଥା ନଥିଲା। ଆଚ୍ଛା, ଆଉ କ'ଣ ଥିଲା? ଏଟା ସାମ୍ୟବାଦକୁ ରୋକିବାର ଗୋଟେ ରାଜନୈତିକ ଚାଲ ବି ଥିଲା। ଆମର ଗୋଟେ ଉତ୍ସ କହୁଛି ଏହାଦ୍ୱାରା ପଶ୍ଚିମ ୟୁରୋପରେ ଆମେରିକାର ପ୍ରଭାବ ବହୁତ ବଢ଼ିଗଲା। ତାହେଲେ ସୋଭିଏତମାନେ କ'ଣ କଲେ? ସେମାନେ ବି 1949ରେ କମେକନ ବୋଲି ଗୋଟେ ସଂସ୍ଥା ତିଆରି କଲେ, ପୂର୍ବ ବ୍ଲକ ଦେଶ ଭିତରେ ଅର୍ଥନୈତିକ ସହଯୋଗ ପାଇଁ। କିନ୍ତୁ ସତ କହିଲେ, ଏହାଦ୍ୱାରା ସୋଭିଏତ ଆଧିପତ୍ୟ ହିଁ ବଜାୟ ରହିଲା। ତେବେ ଏତେ ସବୁ କାରଣ ସାଙ୍ଗକୁ ଆଉ ଗୋଟେ ବଡ଼ ଜିନିଷ ଥିଲା, ଭୟ ଆଉ ସନ୍ଦେହ। ଦ୍ୱିତୀୟ ବିଶ୍ୱଯୁଦ୍ଧ ଶେଷ ବେଳକୁ ଆମେରିକା ପାଖରେ ପରମାଣୁ ବୋମା ଥିଲା। ହଁ, ଆଉ ବେଶୀ ଡେରି ଲାଗିଲା ନାହିଁ। 1949 ବେଳକୁ ସୋଭିଏତ ସଂଘ ବି ନିଜର ପରମାଣୁ ପରୀକ୍ଷଣ କରିଦେଲା। ବାସ୍, ସେଇଠୁ ଆରମ୍ଭ ହେଲା ପରମାଣୁ ଅସ୍ତ୍ରଶସ୍ତ୍ର ଦୌଡ଼, ନ୍ୟୁକ୍ଲିୟର ଆର୍ମସ ରେସ୍।
କିଏ କେତେ ବେଶୀ ଆଉ ଶକ୍ତିଶାଳୀ ବୋମା ବନେଇବ ସେଇ ପ୍ରତିଯୋଗିତା। ଭୟଙ୍କର କଥା। ନିଶ୍ଚିତ ଭାବରେ। ଆଉ ଏଇ ଡର କେବଳ ବୋମା ପର୍ଯ୍ୟନ୍ତ ସୀମିତ ନଥିଲା। ଗୁପ୍ତଚରୀ କ୍ଷେତ୍ରରେ ବି ଭୟଙ୍କର ପ୍ରତିଦ୍ୱନ୍ଦ୍ୱିତା ଥିଲା। ଆମେରିକାର CIA ଆଉ ସୋଭିଏତର KGB। ହଁ, ସିନେମାରେ ଦେଖିଲା ଭଳି। ହଁ, କିନ୍ତୁ ବାସ୍ତବରେ ଆହୁରି ଭୟଙ୍କର ଥିଲା। ପୁରା ଦୁନିଆରେ ଗୋଟେ ଛାୟାଯୁଦ୍ଧ ଚାଲିଥିଲା। ଖବର ଚୋରି କରିବା, ଅନ୍ୟପକ୍ଷର ପ୍ଲାନ୍କୁ ଫେଲ୍ କରେଇବା, ନିଜ କଥା ଲୁଚେଇ ରଖିବା। ଆମ ହୁଚରେ ଏମିତି କିଛି ମଜାଦାର ଗୁପ୍ତଚରୀ କାହାଣୀ ଅଛି ଯାହା ସେ ସମୟର ଅବିଶ୍ୱାସକୁ ଦେଖାଉଛି। ଏଠାରେ ଆକର୍ଷଣୀୟ କଥା ହେଉଛି ଏଇ ଭୟ ଆଉ ସନ୍ଦେହକୁ ଦୁଇ ପକ୍ଷ ନିଜ ନିଜ ଲୋକଙ୍କୁ ଏକାଠି ରଖିବା ପାଇଁ ବ୍ୟବହାର କରିଥିଲେ ଆଉ ନିଜ କାମକୁ ଠିକ୍ ବୋଲି ଦେଖାଉଥିଲେ। ଗୋଟେ ପ୍ରକାରର ମନସ୍ତାତ୍ତ୍ୱିକ ଯୁଦ୍ଧ ବି ଚାଲିଥିଲା। ଆଚ୍ଛା, ଏଇ ଯୋଉ ଲମ୍ବା 45 ବର୍ଷର ସମୟ, ଏଥିରେ ଅନେକ ବଡ଼ ବଡ଼ ଘଟଣା ବି ଘଟିଲା, ଯାହା ପୁରା ଦୁନିଆକୁ ଯୁଦ୍ଧର ବହୁତ ପାଖକୁ ନେଇଯାଇଥିଲା। ଯେମିତି 1948-49ର ବର୍ଲିନ ଅବରୋଧ। ହଁ, ସେଇଟା ବହୁତ ଗୁରୁତ୍ୱପୂର୍ଣ୍ଣ ଥିଲା। ଯେତେବେଳେ ସୋଭିଏତମାନେ ପଶ୍ଚିମ ବର୍ଲିନକୁ ଚାରିପଟୁ ଘେରିଗଲେ, ସ୍ଥଳପଥ ବନ୍ଦ କରିଦେଲେ। ସେତେବେଳେ ଆମେରିକା ଆଉ ବ୍ରିଟେନ ଏୟାରଲିଫ୍ଟ କଲେ, ମାନେ ବିମାନରେ ଜିନିଷ ପହଞ୍ଚାଇଲେ। ଗୋଟେ ଉତ୍ସ କହୁଛି ପ୍ରତି କେଇ ମିନିଟ୍ସରେ ଗୋଟେ ପ୍ଲେନ୍ ଓହ୍ଲାଉଥିଲା। ଏହା ଖାଲି ସାହାଯ୍ୟ ନଥିଲା, ପଶ୍ଚିମ ଦେଶଙ୍କର ଶକ୍ତି ପ୍ରଦର୍ଶନ ବି ଥିଲା। ତାପରେ 1950-53ରେ ଆସିଲା କୋରିଆ ଯୁଦ୍ଧ। ଏଟାକୁ କୁହାଯାଏ ଶୀତଳ ଯୁଦ୍ଧର ପ୍ରଥମ ବଡ଼ ପ୍ରକ୍ସି ଯୁଦ୍ଧ। ପ୍ରକ୍ସି ଯୁଦ୍ଧ ମାନେ? ମାନେ ଯେଉଁଠି ବଡ଼ ଶକ୍ତିମାନେ ନିଜେ ସିଧା ଲଢ଼ନ୍ତିନି, ନିଜ ନିଜ ସମର୍ଥକଙ୍କୁ ଲଢ଼ାନ୍ତି। କୋରିଆରେ ଆମେରିକା ଆଉ ଜାତିସଂଘ ଦକ୍ଷିଣ କୋରିଆ ପଟେ ଥିଲେ, ଚୀନ ଆଉ ସୋଭିଏତ ସଂଘ ଉତ୍ତର କୋରିଆ ପଟେ। ଆଉ ଫଳ କ'ଣ ହେଲା? ଫଳ ବହୁତ ଦୁଃଖଦ। କୋରିଆ 2 ଭାଗ ହୋଇଗଲା। ଆଜି ବି ସେମିତି ଅଛି। ଲକ୍ଷ ଲକ୍ଷ ଲୋକ ମଲେ। ଆମ ଉତ୍ସରରେ ଏହି ଯୁଦ୍ଧର ଭୟାବହତା ବିଷୟରେ ଲେଖା ଅଛି। କିନ୍ତୁ ବୋଧେ ସବୁଠୁ ବିପଦଜନକ ସମୟ ଥିଲା 1962ର କ୍ୟୁବା କ୍ଷେପଣାସ୍ତ୍ର ସଙ୍କଟ। ଓ, ସେ କଥା ମନେ ପଡ଼ିଲେ ଏବେ ବି ଡର ଲାଗେ। ଯେତେବେଳେ ଆମେରିକା ଜାଣିଲା ଯେ ସୋଭିଏତ ସଂଘ କ୍ୟୁବାରେ ପରମାଣୁ ମିସାଇଲ ଲଗାଉଛି, ବାସ୍ ପୁରା ଦୁନିଆର ନିଶ୍ୱାସ ବନ୍ଦ ହୋଇଯାଇଥିଲା। 13 ଦିନ ଲାଗୁଥିଲା ହେଇଗଲା, ଯୁଦ୍ଧ ହେଲା। ବାସ୍ତବିକ ଆମ ଉତ୍ସରରେ ଥିବା ବିଶ୍ଳେଷଣ କହୁଛି ସେତେବେଳେ ଯଦି ନେତାମାନେ ଟିକେ ଭୁଲ କରିଥାନ୍ତେ ବା କିଛି ଭୁଲ ବୁଝାମଣା ହୋଇଥାନ୍ତା, ତାହେଲେ ପୁରା ମଣିଷ ସଭ୍ୟତା ଶେଷ ହୋଇଯାଇଥାନ୍ତା। ବାପରେ। ଏହା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ସୃଷ୍ଟି କରୁଛି ଯେ ସେହି ସଙ୍କଟରୁ କ'ଣ ଶିକ୍ଷା ମିଳିଲା। ଏହାପରେ ହିଁ ମହାଶକ୍ତିମାନେ ସିଧା କଥା ହେବା ପାଇଁ ହଟ୍ଲାଇନ୍ ଭଳି ବ୍ୟବସ୍ଥା କଲେ। କିନ୍ତୁ ପ୍ରକ୍ସି ଯୁଦ୍ଧ ତ ବନ୍ଦ ହେଲାନି। ନା, ଆହୁରି ହେଲା। ଯେମିତି ଭିଏଟନାମ ଯୁଦ୍ଧ, ଯାହା 1955ରୁ 75 ଯାଏଁ ଚାଲିଲା। ଆମେରିକା ପାଇଁ ଏହା ବହୁତ ଲମ୍ବା, ମହଙ୍ଗା ଆଉ ଦେଶ ଭିତରେ ମତାନ୍ତର ସୃଷ୍ଟି କରିଥିଲା। ଆଉ ଆଫଗାନିସ୍ତାନ? ହଁ, 1977ରୁ 1999 ସୋଭିଏତ ସଂଘ ଆଫଗାନିସ୍ତାନରେ ପଶିଲା। ଏହାକୁ ଅନେକେ ସୋଭିଏତ ସଂଘର ଭିଏତନାମ ବୋଲି କହନ୍ତି, କାରଣ ଏହା ତାର ପତନକୁ ଶୀଘ୍ର କରିବାରେ ସାହାଯ୍ୟ କଲା ବୋଲି କିଛି ଉତ୍ସ କହନ୍ତି। କିନ୍ତୁ ଏହି ଯୋଉ ପ୍ରତିଯୋଗିତା ଥିଲା, ଏଇଟା କ'ଣ ଖାଲି ଯୁଦ୍ଧ ଆଉ ରାଜନୀତିରେ ଥିଲା? ଏଇଠି କଥାଟା ବହୁତ ମଜାଦାର ହେଉଛି ମହାକାଶ କଥା, ସ୍ପେସ୍ ରେସ୍। ହଁ, ସେଇଟା ଆହୁରି ଏକ ବଡ଼ ମଇଦାନ ଥିଲା। 1957ରେ ଯେତେବେଳେ ସୋଭିଏତ ସଂଘ ଦୁନିଆର ପ୍ରଥମ ସାଟେଲାଇଟ୍ ସ୍ପୁଟନିକ୍ 1 ପଠେଇଲା, ଆମେରିକାକୁ ବଡ଼ ଝଟକା ଲାଗିଲା। ଆଉ ସେଇଠୁ ଆରମ୍ଭ ହେଲା ମହାକାଶ ଦୌଡ଼। କିଏ ଆଗ ମଣିଷ ପଠେଇବ, କିଏ ଆଗ ଚାନ୍ଦରେ ପହଞ୍ଚିବ। ହଁ, ଏଇଟା ଖାଲି ବିଜ୍ଞାନର ଲଢ଼େଇ ନଥିଲା, ନିଜ ନିଜର ବ୍ୟବସ୍ଥା କେତେ ଶ୍ରେଷ୍ଠ ତାହା ଦେଖାଇବାର ଲଢ଼େଇ ବି ଥିଲା। ଆଉ ଶେଷରେ ଏହି ଯୁଗର ଶେଷ ଆଡ଼କୁ ସଙ୍କେତ ଦେଲା 1989ରେ ବର୍ଲିନ ପାଚେରୀର ପତନ। ଏକଦମ। ଯେତେବେଳେ ପୂର୍ବ ଓ ପଶ୍ଚିମ ବର୍ଲିନର ଲୋକେ ମିଶି ସେ କାନ୍ଥଟାକୁ ଭାଙ୍ଗିଦେଲେ, ଓଃ, ସେ ଦୃଶ୍ୟ! ହଁ, ସେଇଟା ଖାଲି ଜର୍ମାନୀର ଏକୀକରଣ ନଥିଲା, ଏକ ପ୍ରକାର ଶୀତଳ ଯୁଦ୍ଧର ଶେଷର ପ୍ରତୀକ ପାଲଟିଗଲା। ଆମ ଉତ୍ସରେ ସେଦିନର ଲୋକଙ୍କ ଉତ୍ସାହ ଆଉ ଆଶା ବିଷୟରେ ଭଲ ଭାବରେ ଲେଖା ଅଛି। ଏତେ ସବୁ ଯେତେବେଳେ ସଂଘର୍ଷ, ଟେନସନ୍, ଭୟର କଥା ଆମେ କହୁଛେ, ଏହାର କ'ଣ କିଛି ଭଲ ଦିଗ ବା ସୁଫଳ ବି ଥିଲା? ଶୁଣିବାକୁ ଅଡ଼ୁଆ ଲାଗୁଛି କିନ୍ତୁ। ନା ନା, ଅଡ଼ୁଆ କାହିଁକି? ଆମ ଉତ୍ସଗୁଡ଼ିକ କିଛି ଗୁରୁତ୍ୱପୂର୍ଣ୍ଣ ସକାରାତ୍ମକ ଦିଗ ବି ଦେଖାଉଛି। ସବୁଠୁ ସ୍ପଷ୍ଟ ହେଉଛି ବିଜ୍ଞାନ ଆଉ ଟେକ୍ନୋଲୋଜିର ବିକାଶ। ହଁ, ସେ ମହାକାଶ ଦୌଡ଼ କଥା ଯେମିତି। ହଁ, ସେଇଥିପାଇଁ ତ ରକେଟ୍ ଟେକ୍ନୋଲୋଜି, ସ୍ୟାଟେଲାଇଟ୍, GPS, ଏମିତିକି କମ୍ପ୍ୟୁଟର, ମାଇକ୍ରୋଚିପ୍, ଏସବୁର ଏତେ ଜଲ୍ଦି ବିକାଶ ହେଲା।
ଆଜି ଆମେ ଯାହା ସବୁ ବ୍ୟବହାର କରୁଛେ ତାର ମୂଳ କୋଉଠି ନା କୋଉଠି ସେ ଶୀତଳ ଯୁଦ୍ଧ ସମୟର ଗବେଷଣା ସହ ଯୋଡ଼ା। ଆଚ୍ଛା। ସେମିତି ପରମାଣୁ ଶକ୍ତିର ଗବେଷଣା କେବଳ ବୋମା ପାଇଁ ନୁହେଁ, ଶକ୍ତି ଉତ୍ପାଦନ ପାଇଁ, କ୍ୟାନ୍ସର ଚିକିତ୍ସା ପାଇଁ ମଧ୍ୟ କାମରେ ଲାଗିଲା। ଏତେ ଗଲା ଟେକ୍ନୋଲୋଜି କଥା। ଆଉ କିଛି ରାଜନୈତିକ ବା ସାମାଜିକ ସ୍ତରରେ କିଛି ଭଲ ହେଲା କି? ବା ବ୍ୟାଲେନ୍ସ ଅଫ୍ ପାୱାର କଥା, ମାନେ ଦୁଇଟା ବଡ଼ ଶକ୍ତି ଥିବାରୁ କେହି ଜଣେ ପୁରା ଏକା ମାଲିକ ହେଇପାରିଲେନି, ଦୁହେଁ ଦୁହିଁଙ୍କୁ ଟିକେ କଣ୍ଟ୍ରୋଲ କରୁଥିଲେ। ବୁଝିଲି। ଆଉ ଗୋଟେ ଅପ୍ରତ୍ୟାଶିତ କଥା ହେଲା ଉପନିବେଶୀକରଣ, ଡିକଲୋନାଇଜେସନ। ମାନେ ଯୋଉ ଦେଶଗୁଡ଼ିକ ୟୁରୋପୀୟ ଶକ୍ତିଙ୍କର ଅଧୀନରେ ଥିଲେ ସେମାନଙ୍କର ସ୍ୱାଧୀନତା ପ୍ରକ୍ରିୟା ଟିକେ ଶୀଘ୍ର ହେଲା। ସେଇଟା କେମିତି? ଦେଖନ୍ତୁ, ଆମେରିକା ଓ ସୋଭିଏତ ସଂଘ ଦୁହେଁ ପୁରୁଣା ସାମ୍ରାଜ୍ୟବାଦର ବିରୋଧୀ ଥିଲେ, ଅଲଗା ଅଲଗା କାରଣରୁ। ତେଣୁ ନୂଆ ନୂଆ ସ୍ୱାଧୀନ ହେଉଥିବା ଦେଶଗୁଡ଼ିକୁ ନିଜ ପଟକୁ ଆଣିବା ପାଇଁ ପ୍ରତିଯୋଗିତା କଲେ। ଏଇଟା ଏସିଆ ଆଉ ଆଫ୍ରିକାର ବହୁତ ଦେଶର ସ୍ୱାଧୀନତା ସଂଗ୍ରାମକୁ ପରୋକ୍ଷରେ ସାହାଯ୍ୟ କଲା। ଗୋଟେ ଉତ୍ସରେ ଅଛି ଭାରତ ଭଳି ଦେଶ କେମିତି ଏ ଦୁଇ ଗୋଷ୍ଠୀ ଭିତରେ ବ୍ୟାଲେନ୍ସ ରଖି ନିଜ କାମ କରୁଥିଲା। ଆଚ୍ଛା, ଏଇଟା ଗୋଟେ ମଜାଦାର କଥା। ଯଦି ଆମେ ଏହାକୁ ବୃହତ୍ତର ଚିତ୍ର ସହିତ ଯୋଡ଼ିବା, ତେବେ ଦେଖିବା ଯେ ଜାତିସଂଘ UN ଭଳି ସଂସ୍ଥା ଅଧିକ ଗୁରୁତ୍ୱ ପାଇଲା, କାରଣ ସେଇଠି ଏ ମହାଶକ୍ତିମାନେ କଥାବାର୍ତ୍ତା କରିପାରୁଥିଲେ। ନାଟୋ ଛାଡ଼ା ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନ NAM ବି ଗଢ଼ି ଉଠିଲା। ହଁ, ଯୋଉଥିରେ ଭାରତର ଭୂମିକା ବହୁତ ବଡ଼ ଥିଲା। ହଁ, କୌଣସି ଗୋଷ୍ଠୀରେ ନ ମିଶି ନିଜର ସ୍ୱତନ୍ତ୍ର ପରିଚୟ ରଖିବାକୁ ଚେଷ୍ଟା କରିବା। ଆଉ ସବୁଠୁ ବଡ଼ ଆଇରନି ବା ବିରୋଧାଭାସ ହେଉଛି ପରମାଣୁ ଯୁଦ୍ଧର ଯୋଉ ଭୟ ଥିଲା, ସେଇଟା ହିଁ ଲୋକଙ୍କ ମନରେ ଶାନ୍ତି ଆଉ ନିରସ୍ତ୍ରୀକରଣର ଆବଶ୍ୟକତା ବିଷୟରେ ସଚେତନତା ବଢ଼େଇଲା। ସେ ସମୟର ଶାନ୍ତି ଆନ୍ଦୋଳନ ବିଷୟରେ ବି ଆମ ଉତ୍ସରେ ଅଛି। ତେବେ ଏତେ ସବୁ ସୁଫଳ ସତ୍ତ୍ୱେ ଏହାର କୁଫଳ ବା ନକାରାତ୍ମକ ପ୍ରଭାବ ବୋଧରେ ବହୁତ ବେଶୀର ଗମ୍ଭୀର ଥିଲା, ନୁହେଁ କି? ମୂଲ୍ୟ ତ ବହୁତ ଦେବାକୁ ପଡ଼ିଲା। ନିଶ୍ଚୟ। ସବୁଠୁ ବଡ଼ କଥା ତ ସେ ଅସ୍ତ୍ରଶସ୍ତ୍ର ଦୌଡ଼ ଆଉ ସବୁବେଳେ ମୁଣ୍ଡ ଉପରେ ଝୁଲୁଥିବା ପରମାଣୁ ଯୁଦ୍ଧର ଡର। ଗୋଟେ ଉତ୍ସ କହୁଛି ଗୋଟେ ସମୟରେ ଦୁଇ ପକ୍ଷ ପାଖରେ ଏତେ ପରମାଣୁ ଅସ୍ତ୍ର ଥିଲା ଯେ ପୁରା ପୃଥିବୀକୁ କେତେଥର ନଷ୍ଟ କରିହେବ। ଭାବିଲେ ଦେହ ଶୀତେ ଯାଉଛି। ଲୋକେ ଦଶନ୍ଧି ଦଶନ୍ଧି ଧରି ଏଇ ଡରରେ ବଞ୍ଚିଲେ। ଆଉ ପୁରା ଦୁନିଆ ଦୁଇଟା ଶତ୍ରୁ କ୍ୟାମ୍ପରେ ବାଣ୍ଟି ହୋଇଗଲା। ଏଇଥିପାଇଁ ତ ଏତେ ପ୍ରକ୍ସି ଯୁଦ୍ଧ ହେଲା, କୋରିଆ, ଭିଏତନାମ, ଆଫଗାନିସ୍ତାନ। କିନ୍ତୁ ଖାଲି ସେତିକି ନୁହେଁ, ଆଫ୍ରିକା, ଲାଟିନ୍ ଆମେରିକାର କେତେ ଦେଶରେ ଗୃହଯୁଦ୍ଧ, ରାଜନୈତିକ ଅସ୍ଥିରତା ଲାଗି ରହିଲା। ହଁ, ଯେମିତି କାଙ୍ଗୋ, ଆଙ୍ଗୋଲା। ହଁ, ନିକାରାଗୁଆ। ଆମ ଉତ୍ସରେ ଏସବୁ ଜାଗାରେ ମହାଶକ୍ତିମାନେ କେମିତି ହସ୍ତକ୍ଷେପ କରୁଥିଲେ ତାର ପୁରା ବିବରଣୀ ଅଛି। ଆର୍ଥିକ ଭାବେ ଏହାର କ'ଣ ପ୍ରଭାବ ପଡ଼ିଲା? ଆର୍ଥିକ ବୋଝ ତ ପ୍ରଚୁର ଥିଲା। ଦୁଇ ପକ୍ଷ, ବିଶେଷ କରି ସୋଭିଏତ ସଂଘ, ନିଜ ଆୟର ବହୁତ ବଡ଼ ଭାଗ ଅସ୍ତ୍ରଶସ୍ତ୍ର ଆଉ ସେନା ପଛରେ ଖର୍ଚ୍ଚ କରୁଥିଲେ। ଗୋଟେ ଉତ୍ସର ଆକଳନ ଅନୁସାରେ ସୋଭିଏତ ସଂଘ ତା GDPର ପ୍ରାୟ 15-20% ସେନାରେ ଲଗାଉଥିଲା। ବାପରେ, ଏତେ? ହଁ, ଫଳରେ କ'ଣ ହେଲା, ଲୋକଙ୍କ ପାଇଁ ଯୋଉ ଖର୍ଚ୍ଚ ହେବା କଥା ଶିକ୍ଷା, ସ୍ୱାସ୍ଥ୍ୟ, ରାସ୍ତାଘାଟ, ଜୀବନ ଧାରଣା ମାନର ଉନ୍ନତି, ସେଥିପାଇଁ ପଇସା କମ୍ ପଡ଼ିଲା, ବିଶେଷ କରି ସୋଭିଏଟ ବ୍ଲକ ଦେଶମାନଙ୍କରେ। ଆଉ ଅନ୍ୟ ଛୋଟ ଦେଶଗୁଡ଼ିକ ଉପରେ? ସେମାନଙ୍କ ଭିତରେ କ'ଣ କରୁଥିଲେ ଏମାନେ? ସେମାନଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ରାଜନୈତିକ ହସ୍ତକ୍ଷେପ, ପଲିଟିକାଲ ଇଣ୍ଟରଫେରେନ୍ସ ତ ଗୋଟେ ସାଧାରଣ କଥା ଥିଲା। ନିଜ ସ୍ୱାର୍ଥ ପାଇଁ ସରକାର ବଦଳେଇ ଦେଉଥିଲେ, ନିର୍ବାଚନରେ ଗଡ଼ବଡ଼ କରୁଥିଲେ, ସେନା ବିଦ୍ରୋହ କରାଉଥିଲେ। କୋଉ ଦେଶରେ ଏମିତି ହେଇଛି? ଲିଷ୍ଟ ଲମ୍ବା। ଚିଲି, ଇରାନ, ଗ୍ୱାଟେମାଲା ଗୋମି ଦେଶ ଅଛନ୍ତି। ସେମାନଙ୍କର ସାର୍ବଭୌମତ୍ୱକୁ ଖୋଲାଖୋଲି ଉଲ୍ଲଂଘନ କରାଯାଉଥିଲା। ଆମ ବହିରେ ଏହାର ଅନେକ କେସ୍ ଷ୍ଟଡି ଅଛି। ଆଉ ସବୁଠୁ ଦୁଃଖର କଥା ହେଲା, ଏସବୁ ଯୋଗୁଁ ହୋଇଥିବା ମାନବିକ ଦୁଃଖ, ହ୍ୟୁମାନ ସଫରିଂ। କୋଟି କୋଟି ଲୋକ ଘରଦ୍ୱାର ଛାଡ଼ିଲେ, ଆହତ ହେଲେ, ମଲେ। ଏପରିକି ନିଜ ଦେଶ ଭିତରେ ବି ଜାତୀୟ ସୁରକ୍ଷା ନାଁରେ ଲୋକଙ୍କ ଅଧିକାରକୁ ଦବା ଦିଆଯାଉଥିଲା। କେମିତି? ଯେମିତି ଆମେରିକାରେ ମ୍ୟାକକର୍ଥିବାଦ ସମୟରେ କମ୍ୟୁନିଷ୍ଟ ବିରୋଧୀ ମାହୋଲ, ସେମିତି ସୋଭିଏତ ସଂଘ ଆଉ ପୂର୍ବ ୟୁରୋପରେ କଥା କହିବାର ସ୍ୱାଧୀନତା ନଥିଲା, ସେନ୍ସରସିପ୍ ଥିଲା, ଗୁପ୍ତ ପୁଲିସ ସବୁବେଳେ ନଜର ରଖୁଥିଲା, ରାଜନୈତିକ ବିରୋଧୀଙ୍କୁ ଜେଲ୍ ହେଉଥିଲା। ଏସବୁ ବି ଶୀତଳ ଯୁଦ୍ଧର ଗୋଟେ କଳା ଦିଗ। ବାଃ, ଏତେ ଲମ୍ବା, ଏତେ ଜଟିଳ ଆଉ ଏତେ ଭୟଙ୍କର ଯୁଗର ଶେଷ କେମିତି ହେଲା? ଆମେ ବର୍ଲିନ ପଛେରି କଥା କହିଲେ, କିନ୍ତୁ ଆନୁଷ୍ଠାନିକ ଭାବରେ ଏଇଟା କେବେ ଆଉ କେମିତି ସରିଲା?
ସାଧାରଣତଃ କୁହାଯାଏ ଯେ 1991ରେ ଯେତେବେଳେ ସୋଭିଏତ ସଂଘ ଭାଙ୍ଗିଗଲା, ଡିସଇଣ୍ଟିଗ୍ରେସନ୍ ଅଫ୍ ୟୁଏସ୍ଏସ୍ଆର୍, ସେତେବେଳେ ଶୀତଳ ଯୁଦ୍ଧ ଶେଷ ହେଲା। କିନ୍ତୁ ଏଇଟା ହଠାତ୍ ଗୋଟିଏ ଦିନରେ ହୋଇନଥିଲା। ଏହା ପଛରେ ବହୁତ କାରଣ ଥିଲା। ଆଉ ସେଇ କାରଣଗୁଡ଼ିକ କ'ଣ ଥିଲା? ଆମ ଉତ୍ସ କ'ଣ କହୁଛି? ଦେଖନ୍ତୁ, ଗୋଟେ ବଡ଼ କାରଣ ଥିଲା ସୋଭିଏତ ଅର୍ଥନୀତିର ଅବସ୍ଥା। ସେମାନେ ସେନା ପଛରେ ଏତେ ଖର୍ଚ୍ଚ କରୁଥିଲେ, ଆଉ ତାଙ୍କର ଯୋଉ କେନ୍ଦ୍ରୀୟ ଯୋଜନା ଥିଲା ସେଇଟା ବି ଭଲ କାମ କରୁନଥିଲା। ପଶ୍ଚିମ ଦେଶ ତୁଳନାରେ ଟେକ୍ନୋଲୋଜିରେ ବି ପଛରେ ପଡ଼ିଯାଇଥିଲେ। ଏସବୁ ମିଶି ସୋଭିଏତ ବ୍ୟବସ୍ଥାକୁ ଭିତରୁ ଦୁର୍ବଳ କରିଦେଇଥିଲା। ଆଉ ସେଇ ସମୟର ଗୋର୍ବାଚୋଭ ଆସିଲେ ନା? ହଁ, 1985ରେ ମିଖାଇଲ ଗର୍ବାଚୋଭ ନେତା ହେଲେ। ସେ ଚାହିଁଲେ ବ୍ୟବସ୍ଥାକୁ ବଞ୍ଚେଇବା ପାଇଁ କିଛି ସଂସ୍କାର ଆଣିବେ। ଦୁଇଟା ମୁଖ୍ୟ ସଂସ୍କାର ଥିଲା, ଗ୍ଲାସ୍ନୋସ୍ତ ଆଉ ପେରେଷ୍ଟ୍ରଏକା। ଗ୍ଲାସ୍ନୋସ୍ତ ମାନେ? ଗ୍ଲାସ୍ନୋସ୍ତ ମାନେ ଅଧିକ ଖୋଲାପଣ, କଥା କହିବାର ସ୍ୱାଧୀନତା, ଆଉ ପେରେଷ୍ଟ୍ରଏକା ମାନେ ଅର୍ଥନୈତିକ ପୁନର୍ଗଠନ। କିନ୍ତୁ ଏଇ ସଂସ୍କାରଗୁଡ଼ିକ ତ ଉଲ୍ଟା କାମ କଲା ଭଳି ଲାଗେ। ମାନେ ବ୍ୟବସ୍ଥା ବଞ୍ଚିବା ବଦଳରେ ଆହୁରି ଶୀଘ୍ର ଭାଙ୍ଗିଗଲା। ହଁ, ଅନେକାଂଶରେ ସେଇଆ ହିଁ ହେଲା। ଗ୍ଲାସ୍ନୋସ୍ତ ଯୋଗୁଁ ଲୋକେ ଏତେ ଦିନ ଧରି ଯାହା ମନରେ ଚାପି ରଖିଥିଲେ, ସେ ଅସନ୍ତୋଷକୁ କହିବାର ସୁଯୋଗ ପାଇଲେ। ପେରେଷ୍ଟ୍ରଏକା ବି ଅର୍ଥନୀତିକୁ ସୁଧାରି ପାରିଲାନି, ବରଂ ଅଧିକ ଅସ୍ଥିରତା ଆଣିଲା। ଆଉ ପୂର୍ବ ୟୁରୋପରେ କ'ଣ ହେଲା? ସେହି ସମୟରେ ପୂର୍ବ ୟୁରୋପରେ ପୋଲାଣ୍ଡ, ହଙ୍ଗେରୀ, ଚେକୋସ୍ଲୋଭାକିଆ, ପୂର୍ବ ଜର୍ମାନୀ ସବୁଠି ଲୋକ ଆନ୍ଦୋଳନ ବହୁତ ବଢ଼ିଗଲା। ଗର୍ବାଚୋଭ ପୁରୁଣା ନେତାଙ୍କ ଭଳି ସେନା ପଠିଲେନି। ତେଣୁ ଏ ଦେଶଗୁଡ଼ିକୁ ଗୋଟେ ପରେ ଗୋଟେ ଶାନ୍ତିରେ ସାମ୍ୟବାଦୀ ଶାସନରୁ ମୁକ୍ତ ହୋଇଗଲେ। ଆଉ ତାପରେ ବର୍ଲିନ ପାଚେରୀ ଭାଙ୍ଗିଲା? ହଁ, 1989ରେ। ସେଟା ଥିଲା ଚରମ ମୁହୂର୍ତ୍ତ। ତାପରେ ସୋଭିଏଟ ସଂଘ ନିଜେ ବି ଆଉ ତିଷ୍ଠି ପାରିଲାନି। 1991 ଡିସେମ୍ବରରେ ଭାଙ୍ଗି ଅଲଗା ଅଲଗା ଦେଶ ହୋଇଗଲା। ଆମ ଉତ୍ସଗୁଡ଼ିକ କହୁଛି ଏ ପତନ କେତେ ଶୀଘ୍ର ଆଉ ଅପ୍ରତ୍ୟାଶିତ ଭାବେ ହେଲା। ତେବେ ଏସବୁର ଅର୍ଥ କ'ଣ? ଯଦି ଆମେ ସାରାଂଶ ଦେଖିବା, ତାହେଲେ ଶୀତଳ ଯୁଦ୍ଧ ପ୍ରାୟ 50 ବର୍ଷର ଗୋଟେ ବିଶ୍ୱବ୍ୟାପୀ ସଂଘର୍ଷ ଥିଲା, ମୁଖ୍ୟତଃ ଆମେରିକା ଆଉ ସୋଭିଏତ ସଂଘ ଭିତରେ। ଆଦର୍ଶ, ରାଜନୀତି, ସେନା, ଅର୍ଥନୀତି ସବୁଥିରେ ପ୍ରତିଯୋଗିତା। ଏଥିରେ ଅନେକ ପ୍ରକ୍ସି ଯୁଦ୍ଧ ହେଲା, ଅସ୍ତ୍ର ଦୌଡ଼ ଚାଲିଲା, ଆଉ ସବୁବେଳେ ପରମାଣୁ ଯୁଦ୍ଧର ଡର ଥିଲା। କିନ୍ତୁ ଅନ୍ୟପଟେ ଏହା ଯୋଗୁଁ ବିଜ୍ଞାନ ଆଉ ଟେକ୍ନୋଲୋଜିର ବିକାଶ ହେଲା, ଉପନିବେଶୀକରଣରେ ସାହାଯ୍ୟ ମିଳିଲା, ଆଉ ବିଶ୍ୱ ଶକ୍ତି ସନ୍ତୁଳନ ବି ବଦଳିଲା। ଆଉ ଏହାର ଯୋଉ ଉତ୍ତରାଧିକାର ବା ଲେଗେସି, ସେଟା ବି ବହୁତ ଗୁରୁତ୍ୱପୂର୍ଣ୍ଣ ଆଉ ଜଟିଳ। ଶୀତଳ ଯୁଦ୍ଧ ସରିବା ପରେ, ସୋଭିଏତ ସଂଘ ଭାଙ୍ଗିବା ପରେ ଦୁନିଆ ଗୋଟେ ଏକକ ଧ୍ରୁବୀୟ ବ୍ୟବସ୍ଥାକୁ ଆସିଲା, ମାନେ ଆମେରିକା ଏକମାତ୍ର ମହାଶକ୍ତି। କିନ୍ତୁ ସେଟା କ'ଣ ସବୁଦିନ ରହିଲା? ନା, ବେଶୀ ଦିନ ରହିଲାନି। ଆମ ପାଖରେ ଥିବା ଉତ୍ସ କହୁଛି ଶୀତଳ ଯୁଦ୍ଧ ପରେ ନୂଆ ନୂଆ ସମସ୍ୟା ଆସିଲା। ଆନ୍ତର୍ଜାତୀୟ ଆତଙ୍କବାଦ ଗୋଟେ ବଡ଼ ଚ୍ୟାଲେଞ୍ଜ ହେଲା। ବିଶ୍ୱାୟନ ନୂଆ ସୁଯୋଗ ସାଙ୍ଗରେ ନୂଆ ସମସ୍ୟା ବି ଆଣିଲା। ଆଉ ଆଞ୍ଚଳିକ ସଂଘର୍ଷ? ହଁ, ଯେମିତି ପୂର୍ବ ୟୁଗୋସ୍ଲାଭିଆରେ ହେଲା, ରୁଆଣ୍ଡାରେ, ମଧ୍ୟପ୍ରାଚ୍ୟରେ ଭୟଙ୍କର ସଂଘର୍ଷ ଦେଖାଗଲା। ତେଣୁ ଶୀତଳ ଯୁଦ୍ଧ ସରିଲେ ଗୋଟେ ଶାନ୍ତିର ଯୁଗ ଆସିବ ବୋଲି ଯାହା ଭାବୁଥିଲେ, ସେଟା ପୂରାପୂରି ସତ ହେଲାନି। ଆଉ ଶେଷରେ ଆମ ଉତ୍ସଗୁଡ଼ିକର ବିଶ୍ଳେଷଣକୁ ଦେଖି ଗୋଟେ ପ୍ରଶ୍ନ ମନକୁ ଆସୁଛି, ଯାହାକୁ ଆମେ ସମସ୍ତେ ଭାବିବା କଥା। ଶୀତଳ ଯୁଦ୍ଧ ତ ଆନୁଷ୍ଠାନିକ ଭାବେ ସରିଯାଇଛି, 30 ବର୍ଷରୁ ଅଧିକ ହେଲାଣି। କିନ୍ତୁ ସେ ସମୟର କିଛି ଜିନିଷ, ଯେମିତି ବଡ଼ ଶକ୍ତିଙ୍କ ଭିତରେ ଭୂରାଜନୈତିକ ପ୍ରତିଯୋଗିତା, ଆଦର୍ଶଗତ ଲଢ଼େଇର ନୂଆ ରୂପ, ଅନ୍ୟ ଦେଶକୁ ବ୍ୟବହାର କରି ପ୍ରକ୍ସି ଯୁଦ୍ଧ ଚଲେଇବା, ଆଉ ବିଶେଷ କରି ସୂଚନା ଯୁଦ୍ଧ, ଇନଫର୍ମେସନ୍ ୱାରଫେୟାର, ଆଉ ପ୍ରଚାରର ବ୍ୟବହାର, ଏସବୁ କ'ଣ ଆଜି ବି ଆମ ଆନ୍ତର୍ଜାତୀୟ ସମ୍ପର୍କ ଆଉ ବିଶ୍ୱ ଘଟଣାକୁ ପ୍ରଭାବିତ କରୁନି? ହୁଏତ ରୂପ ବଦଳିଛି, କିନ୍ତୁ ମୂଳ ଜିନିଷଟା ରହିଯାଇଛି କି? ଏଇଟା ଗୋଟେ ବଡ଼ ପ୍ରଶ୍ନ।